ନମସ୍କାର। ଆଜି ଏକ ଅପୂର୍ବ ସୁଯୋଗ ଥିଲା କୋରାପୁଟର ଏକତା ସଂଗଠନ ଦ୍ୱାରା ଆୟୋଜିତ ଶିକ୍ଷକମାନଙ୍କ ପାଇଁ ଏକ କର୍ମଶାଳାରେ ଯୋଗ ଦେବାର। ଏହି କର୍ମଶାଳାଟି ଉଦ୍ଦିଷ୍ଟ ଥିଲା କିପରି ବିଦ୍ୟାଳୟରେ ସଂସ୍କୃତିକୁ ଶ୍ରେଣୀ ଗୃହରେ ପିଲାମାନଙ୍କ ସହିତ ପରିଚିତ କରାଯିବ। ଯେଉଁ ନୂତନ ଶିକ୍ଷାନୀତି ପ୍ରଣୟନ କରାଯାଇଛି ସେଥିରେ କଲଚର ବେସ୍ଡ କ୍ଲାସରୁମ୍ ଯେଉଁ କଥାଟି କୁହାଯାଉଛି ସେ ସମ୍ପର୍କରେ ଶିକ୍ଷକମାନଙ୍କ ସହିତ ଆଲୋଚନା ଏବଂ ସେମାନଙ୍କ ସହିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ସେଥିରେ ମୋତେ କିଛି ଦୁଇ ପଦ କହିବାର ସୁଯୋଗ ମିଳିଥିଲା ଏବଂ ସେଥିରେ କିପରି ଭାବରେ ଗୋଟାଏ କ୍ଲାସରୁମ୍ର କଲଚର ଅର୍ଥାତ୍ ଗୋଟେ ଶ୍ରେଣୀ ଗୃହରେ ପିଲାଟିଏ କିପରି ଭାବରେ ତାର ସର୍ବୋତ୍କୃଷ୍ଟ ସମ୍ଭାବନାକୁ ଦେଖିପାରିବ, ସେ ଆଡ଼କୁ ସେ ଗତି କରିପାରିବ, ତା ସହିତ ପରିଚିତ ହୋଇପାରିବ ଏବଂ ସେ ଦିଗରେ କାର୍ଯ୍ୟ କରିବା ପାଇଁ ସହଯୋଗ ପାଇପାରିବ। ସେଭଳି ଏକ ପରିସ୍ଥିତି ଯାହାକୁ ଆମେ ରାଇଟ୍ ଟୁ ଏଜୁକେସନରେ ମଧ୍ୟ କଣ୍ଡିସିଭ୍ ଆଟମସ୍ଫିୟର କଥା କହିଥିଲେ। ଭାରତୀୟ ଜ୍ଞାନ ପରମ୍ପରାରେ କିପରି ତାର ବ୍ୟବସ୍ଥା ରହିଛି, କିପରି ଶ୍ରେଣୀ ଗୃହର ପରିଚାଳନା ସଠିକ ଭାବରେ କରାଯାଇ ପାରିଲେ ପିଲାଟି ପାଇଁ ଏକ ସୁନ୍ଦର ସଂସ୍କୃତି ତିଆରି ହୋଇପାରିବ। ଶ୍ରେଣୀ ଗୃହର ସଂସ୍କୃତି, ଶ୍ରେଣୀ ଗୃହରୁ ସେ ଯାହା ଯାହା ପାଇବା କଥା ତାହା ପାଇବାରେ ସେ ସମର୍ଥ ହବ ଏବଂ ବିଶେଷ କରି କିପରି ଭାବରେ ତାର ଯୋଉ ଅ, ଗାଁରେ ତାର ପରିବାରର ତାର ସମାଜର ସଂସ୍କୃତି ଗୋଟେ ରହିଛି, ସେଟା ଜୀବନର ଧାରା, ସେମାନଙ୍କର ଜୀବନର ଧାରା ସହିତ ସେ କିପରି ଭାବରେ ପରିଚିତ ହେବ ଏବଂ ସେଇ ଜୀବନର ଧାରାକୁ କିପରି ଗର୍ବର ସହିତ ଆଗକୁ ନବ, ସେ ଭିତରେ ଥିବା ସୁନ୍ଦର ଜିନିଷକୁ କିପରି ଆପଣେଇବ ଏବଂ ତାକୁ ନେଇ କିପରି ଆଗକୁ ବଢିବାର ସଂକଳ୍ପ ନବ, ସେ ଦିଗରେ ମଧ୍ୟ କିଛି କିଛି ସମ୍ୟକ ଧାରଣା ଆଜି ଦେବାର ସୁଯୋଗ ମିଳିଥିଲା। ଆଉ ଯୋଉ ୟୁଏନସିଆରସି ର ଶିଶୁ ଅଧିକାର ସମ୍ପର୍କରେ ଆମେ କଥାବାର୍ତ୍ତା କଲା ବେଳକୁ ମଧ୍ୟ ସେ ଦିଗରେ ମଧ୍ୟ ଦୃଷ୍ଟିପାତ କରିବାର ସୁଯୋଗ ମିଳିଥିଲା, ଯୋଉଥିରେ ଆମେ କଥାବାର୍ତ୍ତା କରିଥିଲୁ ଯେ କିପରି ଶତାଧିକ ଆମେ ତାଙ୍କୁ ଅଧିକାର ଦେଇଥିଲେ ମଧ୍ୟ ପିଲାମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କୁ ସେ ଅଧିକାର ଗୁଡ଼ିକ ବାସ୍ତବ କ୍ଷେତ୍ରରେ ଆମେ ଦେଇପାରିବୁ। ତେଣୁ କିପରି ଭାବରେ ସେ ଅଧିକାର ଗୁଡ଼ିକ ପିଲାମାନଙ୍କ ପାଖରେ ଆମେ ପହଞ୍ଚେଇ ପାରିବା, ପିଲାମାନଙ୍କୁ ଦେଇପାରିବା ଏବଂ କିପରି ସେମାନେ ଶ୍ରେଣୀ ଗୃହରେ ସେମାନଙ୍କର ଅଧିକାର ଗୁଡ଼ିକ ପାଇପାରିବେ, ସେମାନଙ୍କର ସେ ଅଧିକାର ପାଉଥିବା ସମୟରେ ସେମାନଙ୍କର ନିଜର ଦାୟିତ୍ୱ ସଚେତନ ହେବେ, ଏଇ ସବୁ ସମ୍ପର୍କରେ ଆଜି କଥାବାର୍ତ୍ତା କରିବାର ଏକ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଥିଲା। ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁରର କିଛି ଶିକ୍ଷକ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସେଥିରେ ଯୋଗ ଦେଇଥିଲେ। ସେଥିରେ ଦଶମପୁରର ବରିଷ୍ଠ ଶିକ୍ଷା ଅଧିକାରୀମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ତେଣୁ ଏକତା ସଂଗଠନ ତରଫରୁ ଆୟୋଜିତ ଏହି ସୁନ୍ଦର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୋଟେ ସୁଯୋଗ ମିଳିଥିବାରୁ ମୁଁ ନିଶ୍ଚିତ ଭାବରେ କର୍ମକର୍ତ୍ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବି ଏବଂ ଆଶା କରିବି ଯେ ଆଜି ଯାହା ଆମେ ଆଲୋଚନା କରିଛେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସେମାନେ ଆଗ୍ରହ ରହିବେ ଏବଂ ବିଶେଷ କରି ଶିଶୁମାନଙ୍କର ଯୋଉ ପାଇଁ ଯୋଉ ସୁନ୍ଦର ଏକ ସଂସ୍କୃତି ସମ୍ପନ୍ନ, ସେମାନଙ୍କର ସଂସ୍କୃତି ସହିତ ଜଡ଼ିତ ରହିବାର ଯୋଉ ଗୋଟେ ଆଉ ସୁଯୋଗ, ସେଇ ସୁଯୋଗଟିକୁ ପ୍ରଦାନ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପଛଘୁଞ୍ଚା ଦେବେ ନାହିଁ। ଏହି ଆଶା ସହିତ ରହୁଛି ତେବେ ସମସ୍ତଙ୍କୁ ପୁଣି ଥରେ କୋରାପୁଟିଆ ଜୁହାର, ନମସ୍କାର।